ସକାଳର ବଡ଼ ଖବର ସକାଳର ଲାଟେଷ୍ଟ ଅପଡେଟ୍ ବାତ୍ୟା ମୋନ୍ଥା କେଉଁଭଳି ଭାବରେ ଓଡ଼ିଶାରେ ପ୍ରଭାବିତ କରିବ ତା ସମ୍ପୂର୍ଣ୍ଣ ଭାବରେ ମତ ଦେଇ କହିଥିଲେ କି ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁ ସମ୍ପୂର୍ଣ୍ଣ ଭାବରେ ଯଦିଓ ଏହା ଓଡ଼ିଶାକୁ କିଛି ବି ପ୍ରଭାବ ଆସୁନାହିଁ କିନ୍ତୁ ଆନ୍ଧ୍ରରେ ଅନେକ ଜାଗାରେ ହିଁ ଏହା 60ରୁ 70 କିଲୋମିଟରରୁ ଅଧିକ ବେଗରେ ପବନ ବହିବ ବୋଲି ଯାହା ସ୍ପଷ୍ଟ ସୂଚନା ଦେଇଛନ୍ତି ଏବଂ ଓଡ଼ିଶାରେ ଯଦିଓ ଏହାର କୌଣସି ପ୍ରଭାବ ନାହିଁ କିନ୍ତୁ ବହୁତ ଜାଗାରେ ବର୍ଷା ସହିତ ଘଡ଼ଘଡ଼ି ବର୍ଷା ବିଜୁଳି ମାରିବାର ମଧ୍ୟ ସମ୍ଭାବନା ଅଛି ଯାହା ଲାଟେଷ୍ଟ ଅପଡେଟ୍ ସକାଳରେ ଆସି ପହଞ୍ଚୁଛି ଏବଂ 25 ତାରିଖ ସନ୍ଧ୍ୟାବେଳୁ ହିଁ ତାର ପାଗର ପରିବର୍ତ୍ତନ ଆସିବ ଏବଂ 26 ତାରିଖ ଏହା ଅବବାତର ରୂପ ନେବ 27 ତାରିଖ ଦିନ ସନ୍ଧ୍ୟା ବେଳୁ ହିଁ ଏହା ବାତ୍ୟାର ରୂପ ନେବ ବାତ୍ୟା ମୁନ୍ଥାର ରୂପ ନେବ ଏହା ବାତ୍ୟା ପ୍ରଭାବରେ ଓଡ଼ିଶାର ଅନେକ ଜାଗାରେ ବର୍ଷା ହେବ ଏବଂ ବର୍ଷା ଲାଗି ରହିବ ଏବଂ ଅନେକ ଜାଗାରେ ମଧ୍ୟ ଘଡ଼ଘଡ଼ି ବିଜୁଳି ମାରିବାର ମଧ୍ୟ ସମ୍ଭାବନା ଅଛି ବରିଷ୍ଠ କର୍ମଚାରୀ ମତ ଦେଉଥିଲେ କି ବାତ୍ୟା ମୁନ୍ଥା ଯଦି ଓଡ଼ିଶା ଉପରେ କୌଣସି ପ୍ରଭାବ ନାହିଁ ଆନ୍ଧ୍ର ଉପରେ ବହୁତ ପ୍ରଭାବ ପକାଇବ ଏବଂ ଅବପାତର ରୂପ 26 ତାରିଖ ଦିନ ହିଁ ନେବ ଏବଂ 27 ତାରିଖରେ ବାତ୍ୟାର ରୂପ ନେବ ମୁନ୍ଥା କିନ୍ତୁ ଓଡ଼ିଶାର ଅନେକ ଜାଗାରେ ବର୍ଷା ଏବଂ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଅଛି ଅନେକ ଜାଗାରେ ବର୍ଷା ମଧ୍ୟ ଲାଗି ରହିବ ଏଥିପାଇଁ ସତର୍କ ସୂଚନା ମଧ୍ୟ ଦିଆଯାଇଛି ଅନେକ ଜାଗାକୁ ଅନେକ ଜିଲ୍ଲାକୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି କିନ୍ତୁ ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି କି 27 ତାରିଖ ଦିନ ଏହା ନିଶ୍ଚିତ ଭାବରେ ବାତ୍ୟାର ରୂପ ନେବ ମୁନ୍ଥା ଏବଂ 26 ତାରିଖ ଦିନ ଅବପାତର ରୂପ ନେବ ଅନେକ ସ୍ଥାନରେ ଓଡ଼ିଶାରେ କେବଳ ବର୍ଷା ଯାହା ଲାଗି ରହିବ ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି।